ଏହି ନୂଆ ବର୍ଷରୁ ଅର୍ଥାତ୍ ଜାନୁଆରୀ 1 ତାରିଖରୁ କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି, ଯାହାକି ଆପଣ ସମସ୍ତଙ୍କୁ ଜାଣି ରଖିବା ନିହାତି ଜରୁରୀ। ଏନେଇ ସରକାରଙ୍କ ତରଫରୁ ମଧ୍ୟ ଜାରି ହୋଇଛି ନୂଆ ଘୋଷଣା। ଏଲ୍ପିଜି ଗ୍ୟାସ୍, ରାସନ କାର୍ଡ଼, ଆଧାର କାର୍ଡ଼, ବ୍ୟାଙ୍କ ସମ୍ବନ୍ଧୀୟ ନିୟମରେ ବହୁତ ବଡ଼ ଗୋଟିଏ ପରିବର୍ତ୍ତନ ହେବାକୁ ଯାଉଛି, ଯାହାକି ଆପଣମାନେ ସମସ୍ତେ ଏହି ଭିଡ଼ିଓ ମାଧ୍ୟମରେ ଏହି ନେଇ ପୁରା ଡିଟେଲ୍ ଜାଣିପାରିବେ। ଯାହାକି ଆପଣମାନଙ୍କୁ ମୁଁ ଏହି ଭିଡ଼ିଓ ମାଧ୍ୟମରେ ଏହି ନେଇ ପୁରା ଡିଟେଲ୍ ଜଣାଇବି। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଯେଉଁମାନେ ଚ୍ୟାନେଲକୁ ନୂଆ ଆସିଥିବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିକି ଅଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ। ପ୍ରଥମେ ଦେଖନ୍ତୁ, ଏଲ୍ପିଜି ଗ୍ୟାସ୍ ମୂଲ୍ୟକୁ ନେଇ ଅଏଲ୍ ମାର୍କେଟିଂ କମ୍ପାନୀ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ସଂଶୋଧନ କରିଥାଏ। ଅଗଷ୍ଟ 1 ତାରିଖରେ ମଧ୍ୟ ଏହି ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଗତ କିଛି ମାସରେ 19 କେଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ ପରିବର୍ତ୍ତନ କରାଯାଇଥିଲା, କିନ୍ତୁ 14 କେଜି ଘରୋଇ ଗ୍ୟାସ୍ ସିଲିଣ୍ଡରର ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ଥିର ରହିଛି। ତେବେ ଲୋକସଭା ନିର୍ବାଚନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ଏହି ମୂଲ୍ୟ ହ୍ରାସ ଦେଖିବାକୁ ମିଳିପାରେ। ନେକ୍ସଟ ଦେଖନ୍ତୁ, ଇପିଏଫ୍ର ମଧ୍ୟ ନୂଆ ନିୟମ ଆସିବ। ନୂଆ ବର୍ଷ ଅର୍ଥାତ୍ ଜାନୁଆରୀ 1 ତାରିଖରୁ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ବା ଇପିଏଫ୍ ଦ୍ୱାରା ପେନ୍ସନ୍ ହିତାଧିକାରୀମାନଙ୍କ ପାଇଁ ନୂଆ ନିୟମ ଲାଗୁ କରାଯିବ। ଏହା ସେମାନଙ୍କ ପାଇଁ ବଡ଼ ପଦକ୍ଷେପ ହୋଇପାରେ। ଏହି ପରିବର୍ତ୍ତନ ଏବେ ପେନ୍ସନଧାରୀ ନିଜ ପେନ୍ସନ୍ ଟଙ୍କା ଦେଶର ଯେକୌଣସି ବ୍ୟାଙ୍କରୁ ଉଠାଇ ପାରିବେ। ଏଥିପାଇଁ ସେମାନଙ୍କୁ କୌଣସି ଅତିରିକ୍ତ ଭେରିଫିକେସନ୍ ଆବଶ୍ୟକତା ନାହିଁ। ନେକ୍ସଟ ଦେଖନ୍ତୁ, ୟୁପିଆଇକୁ ନେଇ ମଧ୍ୟ ବହୁତ ବଡ଼ ଗୋଟିଏ ପରିବର୍ତ୍ତନ ହେବ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ଫିଚର ଫୋନ୍ରୁ ଅନଲାଇନ୍ ପେମେଣ୍ଟ ସୁବିଧା ଯୋଗାଇ ଦେବା ପାଇଁ ୟୁପିଆଇ 1 2 3 ପେ ଆରମ୍ଭ କରାଯାଇଥିଲା। ଏହାର ଟ୍ରାଞ୍ଜାକ୍ସନ୍ ଲିମିଟ୍କୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଜାନୁଆରୀ 1 ତାରିଖରୁ ଲାଗୁ ହେବାକୁ ଥିବା ଏହି ନିୟମରେ ୟୁଜରମାନେ 10,000 ଟଙ୍କା ପର୍ଯ୍ୟନ୍ତ ଅନଲାଇନ୍ ପେମେଣ୍ଟ କରିପାରିବେ। ଏହା ପୂର୍ବରୁ ଯାହାକି 5,000 ଟଙ୍କା ରହିଥିଲା। ଏହା ସହିତ ଆଉ କ'ଣ ଅପଡେଟ୍ ହୋଇଛି ଦେଖନ୍ତୁ, କୃଷି ଋଣକୁ ନେଇ ମଧ୍ୟ ଆଉ ଗୋଟିଏ ଅପଡେଟ୍ ହୋଇଛି। ଆସନ୍ତା ଜାନୁଆରୀ 1 କୃଷକମାନଙ୍କ ପାଇଁ ମଧ୍ୟ ବହୁତ ବଡ଼ ଗୋଟିଏ ଖୁସି ଖବର ପ୍ରଦାନ କରିବେ ସରକାର। ବର୍ଷର ପ୍ରଥମ ଦିନରୁ ରିଜର୍ଭ ବ୍ୟାଙ୍କ ଦ୍ୱାରା କୃଷକମାନଙ୍କୁ ବିନା କୌଣସି ବନ୍ଧକରେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ। କିଛି ଦିନ ପୂର୍ବରୁ ଏ ନେଇ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ। ଏହା ସହିତ ଆଉ କ'ଣ ପରିବର୍ତ୍ତନ ହେବ ଦେଖନ୍ତୁ, ଯେଉଁମାନଙ୍କ ପାଖରେ ରାସନ କାର୍ଡ଼ ନାହିଁ ସେମାନେ ଯାଇକି ଜାନୁଆରୀ ମାସରୁ ଆପଣଙ୍କର 2025 ଜାନୁଆରୀ ମାସରୁ ନୂଆ ରାସନ କାର୍ଡ଼ ମଧ୍ୟ ପାଇପାରିବେ। ଏହା ସହିତ ରାସନ କାର୍ଡ଼ ମାଧ୍ୟମରେ ଆପଣମାନଙ୍କ ଯେଉଁ ଆଗରୁ 3 ମାସ ଭିତରେ ରାସନ ସାମଗ୍ରୀ ଦିଆଯାଉଥିଲା, ଏଥିରେ କିନ୍ତୁ ଆପଣମାନେ ପ୍ରତ୍ୟେକ ମାସରେ ରାସନ ସାମଗ୍ରୀ ପାଇପାରିବେ। ଏ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଗରୁ ମଧ୍ୟ ସୂଚନା ଦେଇସାରିଛନ୍ତି। ଏହା ସହିତ ସୁଭଦ୍ରା ଯୋଜନାକୁ ନେଇ ଗୋଟିଏ ମଧ୍ୟ ବହୁତ ବଡ଼ ଖୁସି ଖବର ରହିଛି। ସୁଭଦ୍ରା ଯୋଜନାର ଯେଉଁ ପ୍ରଥମ କିସ୍ତିର 4ର୍ଥ ପର୍ଯ୍ୟାୟର ଟଙ୍କା ରହିଛି, ସେହି 4ର୍ଥ ପର୍ଯ୍ୟାୟର ଟଙ୍କା ମଧ୍ୟ ଆପଣମାନେ ଜାନୁଆରୀ ମାସରେ ପାଇପାରିବେ। ଯାହାକି ଜାନୁଆରୀ 15 ତାରିଖରୁ 20 ତାରିଖ ଭିତରେ ଆପଣମାନେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର 4ର୍ଥ ପର୍ଯ୍ୟାୟର ଟଙ୍କା ପାଇପାରିବେ। ଏହା ସହିତ ଆଉ କ'ଣ ଅପଡେଟ୍ ହୋଇଛି ଦେଖନ୍ତୁ, ଯେଉଁମାନଙ୍କୁ 80 ବର୍ଷରୁ ଅଧିକ ହୋଇଯାଇଥିବ ସେମାନେ ଯାହାକି ଜାନୁଆରୀ ମାସରୁ 3500 ଟଙ୍କା ଭତ୍ତା ପାଇପାରିବେ ବୋଲି ଜଣାପଡ଼ିଛି। ଯାହାକି ସରକାରଙ୍କ ତରଫରୁ ସେମାନଙ୍କ ଆକାଉଣ୍ଟକୁ 3500 ଟଙ୍କା ଭତ୍ତା ପ୍ରଦାନ କରାଯିବ ବୋଲି କିଛି ମିଡ଼ିଆ ସୂତ୍ରରୁ ଜଣାପଡ଼ିଛି। ଏହା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସୋସିଆଲ ମିଡ଼ିଆ ଏକ୍ସ ମାଧ୍ୟମରେ ପୋଷ୍ଟ କରିଛନ୍ତି। କିନ୍ତୁ ସରକାରଙ୍କ ତରଫରୁ ଭତ୍ତା ଟଙ୍କା କେବେ ପ୍ରଦାନ କରାଯିବ ସେ ନେଇ କୌଣସି ଅଫିସିଆଲି ଘୋଷଣା କରାଯାଏ ନାହିଁ। ଠିକ୍ ଅଛି, ଏ ଥିଲା ଆପଣମାନଙ୍କ ପାଇଁ ବହୁତ ବଡ଼ ଗୋଟେ ଅପଡେଟ୍। ଆପଣଙ୍କ ଭିଡ଼ିଓ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଗୋଟେ କମେଣ୍ଟ କରନ୍ତୁ। ଏବଂ ଗଭର୍ଣ୍ଣମେଣ୍ଟର ଯେକୌଣସି ନୂଆ ଯୋଜନାର ଅପଡେଟ୍ ଆପଣ ସର୍ବପ୍ରଥମେ ଦେଖିବାକୁ ଚାହୁଁଥିଲେ ଏହି ଚ୍ୟାନେଲଟିକୁ ଆପଣ ରେଗୁଲାର ଦେଖୁଥାନ୍ତୁ। ଏହା ସହିତ ଯେଉଁମାନେ ଆମର ଯେଉଁ ଟେଲିଗ୍ରାମ ଚ୍ୟାନେଲ ରହିଛି ସେହି ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇନାହିଁ ସେମାନେ ଟେଲିଗ୍ରାମ ଚ୍ୟାନେଲରେ ଯାଇକି ଜଏନ୍ ହେଇଯାଆନ୍ତୁ। ଯାହାର ଲିଙ୍କ୍ ଆପଣମାନଙ୍କୁ ମୁଁ ଏହି ଭିଡ଼ିଓ ଡେସ୍କ୍ରିପ୍ସନରେ ଦେଇଦେଇଛି, ସେଇଠି ଆପଣ ଯାଇକି ଜଏନ୍ ହେଇପାରିବେ। ଏବଂ ଆପଣଙ୍କର ଯାହା ବି କ୍ୱେଶ୍ଚନ୍ ରହିଛି ସେହି ଟେଲିଗ୍ରାମ ଚ୍ୟାନେଲ ମାଧ୍ୟମରେ ଆପଣ ଆମକୁ ପଚାରିପାରିବେ।